श्लोक नंबर 12। तस्य सञ्जानयन्नास कुरुवृधाः पितामहः सिंहनादं विनदैत्यैः शङ्खं दग्धं प्रतापवन्। सेतबळे कुरुवंशर वृद्ध महाप्रतापी पितामह भीष्म ସେହି ଦୁର୍ଯ୍ୟୋଧନଙ୍କ ମନରେ ହର୍ଷ ଉତ୍ପନ୍ନ କରିବା ପାଇଁ ସିଂହ ଗର୍ଜନ ପରି ଅତି ଉଚ୍ଚ ସ୍ୱରରେ ନାଦ କରି ନିଜ ଶଙ୍ଖ ବଜାଇଥିଲେ। ଭାଷ୍ୟ। ଦୁର୍ଯ୍ୟୋଧନଙ୍କ କଥା ଶୁଣି ଏବଂ ତାଙ୍କ ମନର ସ୍ଥିତି ବୁଝି କୌରବ ସେନାର ସର୍ବୋଚ୍ଚ ସେନାପତି ପିତାମହ ଭୀଷ୍ମ ଦୁର୍ଯ୍ୟୋଧନକୁ ଉତ୍ସାହିତ କରିବା ପାଇଁ ପ୍ରଥମେ ଯୁଦ୍ଧର ଆରମ୍ଭ ସୂଚକ ଶଙ୍ଖଧ୍ୱନି କଲେ। ସେ କେବଳ ଶଙ୍ଖ ବଜାଇଲେ ନାହିଁ, ବରଂ ପ୍ରଥମେ ସିଂହ ପରି ଗର୍ଜନ ସିଂହନାଦମ୍ ବିନଦ୍ୟ କଲେ ଏବଂ ତାପରେ ଅତି ଉଚ୍ଚ ସ୍ୱରରେ ଉଚ୍ଚୈଃ ଶଙ୍ଖ ବଜାଇଲେ। ଏହା ତାଙ୍କର ବୀରତ୍ୱ, ପ୍ରତାପ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ଦର୍ଶାଏ। ଏହି କାର୍ଯ୍ୟ ଦ୍ୱାରା ସେ ଦୁର୍ଯ୍ୟୋଧନଙ୍କ ମନରୁ ଭୟ ଦୂର କରିବାକୁ ଏବଂ କୌରବ ସେନାରେ ଉତ୍ସାହ ସଞ୍ଚାର କରିବାକୁ ଚାହିଁଲେ। ଶ୍ଲୋକ ନମ୍ବର 13। ତତଃ ଶଙ୍ଖାଶ୍ଚ ଭୈରଶ୍ଚ ପଣବାନକ ଗୋମୁଖାଃ ସହସୈवाभ्यହନ୍ୟନ୍ତ ସଶବ୍ଦସମ୍ଭୁଲୋऽଭବତ୍। ତାପରେ ଅନେକ ଶଙ୍ଖ, ଭେରୀ, ପଣବ, ଆନକ ଏବଂ ଗୋମୁଖ ଆଦି ବାଦ୍ୟଯନ୍ତ୍ର ହଠାତ୍ ଏକ ସଙ୍ଗେ ବାଜି ଉଠିଲା। ସେହି ସମ୍ମିଳିତ ଶବ୍ଦ ଅତ୍ୟନ୍ତ ଭୟଙ୍କର ଥିଲା। ଭାଷ୍ୟ। ପିତାମହ ଭୀଷ୍ମଙ୍କ ଶଙ୍ଖଧ୍ୱନି ପରେ କୌରବ ପକ୍ଷର ସମସ୍ତ ଯୋଦ୍ଧା ଏବଂ ବାଦ୍ୟକାରମାନେ ନିଜ ନିଜ ଶଙ୍ଖ ଓ ଅନ୍ୟାନ୍ୟ ଯୁଦ୍ଧ ବାଦ୍ୟଯନ୍ତ୍ର ବଜାଇବାକୁ ଲାଗିଲେ। ଶଙ୍ଖ, ନାଗରା, ଢୋଲ, ମୃଦଙ୍ଗ, ରଣଶିଙ୍ଗା ଆଦିର ମିଳିତ ଧ୍ୱନି ଏକା ସାଙ୍ଗରେ ବାଜି ଉଠିଲା। ଏହି ସମ୍ମିଳିତ ଧ୍ୱନି ଅତ୍ୟନ୍ତ ପ୍ରଚଣ୍ଡ ଓ ଭୟଙ୍କର ଥିଲା, ଯାହା ଯୁଦ୍ଧର ଭୟାବହତା ଏବଂ କୌରବ ସେନାର ବିଶାଳତା ଓ ଉଦ୍ଦୀପନାକୁ ସୂଚିତ କରୁଥିଲା। ଏହା ଥିଲା ଯୁଦ୍ଧର ଆନୁଷ୍ଠାନିକ ଆରମ୍ଭର ଘୋଷଣା। ଶ୍ଲୋକ ନମ୍ବର 14। ତତଃ ଶ୍ରୀର୍ଷୟୋକ୍ତୋ ମହତି ସ୍ୟନ୍ଦନେ ସ୍ଥିତौ ମାଧବः ପାଣ୍ଡବାଶ୍ଚୈବ ଦିବ୍ୟଶଙ୍ଖौ ପ୍ରଦଧ୍ମତୁଃ। ଏହାପରେ ଶ୍ଵେତ ଅଶ୍ୱ ଯୋଚା ହୋଇଥିବା ଏକ ମହାନ ରଥରେ ବିରାଜମାନ ମାଧବ